জয়দেব বাটিকাରେ বনভোজি আরসি ঘটির মোর সমস্ত বন্ধু পরিজনଙ୍କୁ সাদর নমস্কার ও শুভেচ্ছা। গত মার্চ 25 রবিবার দিন আমার অগ্রজ অমূল্য দাদাঙ্কর সুপুত্রী সুমি ও তাঙ্কর জামাতা মনোরঞ্জন বাবু রাজধানী ভুবনেশ্বর ମଧ୍ୟସ୍ଥଳରେ ଥିବା ଜୟଦେବ ବାଟିକା ଠାରେ ଆମ୍ଭମାନଙ୍କ ପାଇଁ ଏକ ବଣଭୋଜିର ଆୟୋଜନ କରିଥିଲେ। ଆମେ ସମସ୍ତେ ସେଠାରେ ଯଥା ସମୟରେ ଏକତ୍ରିତ ହୋଇ ଦାତାଙ୍କ ଦ୍ୱାରା ଆୟୋଜିତ ହୋଇଥିବା ସୁଖାଦ୍ୟ ତଥା ସୁନ୍ଦର ଉଦ୍ୟାନର କୋଣ କୋଣରେ ବିଚରଣ କରି ଭରପୁର ଆନନ୍ଦ ଉଠାଇଥିଲୁ। ସେହିଠାରେ ମୁଁ ମୋର ଅଭ୍ୟାସକୁ ଚାପି ନ ପାରି ସୁମି ଏବଂ ମନୋରଞ୍ଜନଙ୍କ ପାଇଁ ଗୋଟିଏ ଛୋଟ କବିତା ଲେଖିଥିଲି ଏବଂ ଆପଣମାନଙ୍କୁ ଶୁଣାଇଥିଲି ମଧ୍ୟ। ତେବେ ସମସ୍ତଙ୍କର ଖୁସି ଆନନ୍ଦ ମଧ୍ୟରେ କବିତାଟିକୁ ଆପଣମାନଙ୍କ ପାଖକୁ ଠିକ୍ ଭାବରେ ପହଞ୍ଚି ପାରିନଥିଲା। ଆଜି ଏକ ଛୋଟ ଭିଡ଼ିଓ ମାଧ୍ୟମରେ ଆଉ ଥରେ ମୁଁ ଆପଣଙ୍କୁ ଶୁଣାଇବାକୁ ପ୍ରୟାସ କରିଛି। ମୋର ଏହି ଧୃଷ୍ଟତାପଣକୁ ଆପଣମାନେ ନିଜ ଗୁଣରେ ସ୍ୱୀକାର କରିନେବେ ବୋଲି ମୋର ଆଶା ଓ ଭରସା। ତେବେ ଶୁଣନ୍ତୁ କବିତାଟି। ଶୀର୍ଷକ ସୁମି ଓ ମନୋରଞ୍ଜନଙ୍କ ବଣଭୋଜି। ସୁମି ଓ ମନୋରଞ୍ଜନ ଆମ ଝିଅ ଓ ଜ୍ୱାଇଁ ବଣଭୋଜି କରିଛନ୍ତି ଆମ ଖୁସି ପାଇଁ। ଜୟଦେବ ବାଟିକା ଥିଲା ବଣଭୋଜି ସ୍ଥଳ। ଆତ୍ମୀୟ ସ୍ୱଜନ ସମେତେ ହୋଇଛନ୍ତି ଠୋଳ। ସୌନ୍ଦର୍ଯ୍ୟରେ ଭରପୁର ଥିଲା ସେ ବାଟିକା। ଫୁଲ ଫଳ ବୃକ୍ଷରାଜି ସାଜିକା ସାଜିକା। ବସନ୍ତ ଋତୁ ପ୍ରଭାବେ ବାଟିକାର ଦୃଶ୍ୟ ନିର୍ମାଣକର୍ତ୍ତାଙ୍କ କୀର୍ତ୍ତି ଆମର ନମସ୍ୟ। ଓଡ଼ିଶାର ରାଜଧାନୀ ଭୁବନ ଈଶ୍ୱର ଏ ବାଟିକା ସେଠାକାର ଭୂସ୍ୱର୍ଗ ମର୍ତ୍ତ୍ୟର। ପକ୍ଷୀଙ୍କର କଳରବ କୋକିଳର ସ୍ୱନ ଆତ୍ମହରା ହୋଇଗଲା ଆମ ହୃଦମନ। ଏପରି ସ୍ଥାନ ବାଛିଛି ସୁମି ଆମ ପାଇଁ, ଏହାଠାରୁ ଉପଭୋଗ୍ୟ ଆଉ କିଛି ନାହିଁ। ପିଲା ଛୁଆଙ୍କ ଆନନ୍ଦ ରସରେ କହିଲେ ବିଭିନ୍ନ ଖେଳକୁଦରେ ମାତିଛନ୍ତି ଭଲେ। ଝିଅ ବୋହୂ ମାତିଛନ୍ତି ହସ ମଉଜରେ, ସେମାନଙ୍କ ଅଟହାସ୍ୟ ମେଦିନୀ ତ ଥରେ। ବୟସ୍କ ବନ୍ଧୁବାନ୍ଧବ ଗପ ସପେ ମଜି ଭୁଲିଛନ୍ତି ନିଜ ଦୁଃଖ ଯନ୍ତ୍ରଣାର ଆଜି। ମଧ୍ୟମ ବୟସ୍କ ଯୁବା ଏକଜୁଟ ହୋଇ ନିଜ ନିଜର କର୍ତ୍ତବ୍ୟ କହନ୍ତି ବୁଝାଇ। ଏସବୁ ମଧ୍ୟରେ ଖାଦ୍ୟ ଆଉ ପାନୀୟ ସେସବୁର ଅଣହେଳା ହୋଇନି ନିଶ୍ଚୟ। ସୁମି ଓ ମନୁବାବୁଙ୍କ ଏହି ଆୟୋଜନ ସମସ୍ତଙ୍କର ହୃଦୟକୁ କରିଛି ପ୍ରସନ୍ନ। ଆସ ସର୍ବେ ମିଳିମିଶି କରିବା ପ୍ରାର୍ଥନା, ପ୍ରଭୁ ପଦାରବିନ୍ଦରେ ଆମରି କାମନା। ଝିଅ ଜ୍ୱାଇଁ ଦୁହିଁଙ୍କୁ ଆଶୀର୍ବାଦ କର, ଝିଅ ଜ୍ୱାଇଁ ଦୁହିଁଙ୍କୁ ଆଶୀର୍ବାଦ କର। ଚରଣାଶ୍ରିତଙ୍କୁ ଆପଣ ସୁରକ୍ଷା ତ କର।